ସପ୍ତାହର 7ଟି ବାର ଅନୁସାରେ କୋଉ ଜିନିଷ କିଣିବେ ଆଉ କିଣିବେନି। ରବିବାର ଦିନ ହେଉଛି ସୂର୍ଯ୍ୟଙ୍କର ବାର। ଏହି ଦିନ ସୁନା, ତମ୍ବା ଇତ୍ୟାଦି ଧାତୁ ବା ଧାତୁ ନିର୍ମିତ ଅଳଙ୍କାର କିଣିବା ଶୁଭପ୍ରଦ ହୋଇଥାଏ। ତେବେ ମହିଳାମାନେ ତମ୍ବା ଏବଂ ତମ୍ବା ନିର୍ମିତ ଧାତୁ ଧାରଣ କରିବା ଉଚିତ ହୋଇନଥାଏ। ରବିବାର ଦିନ ଇଲେକ୍ଟ୍ରୋନିକ୍ ଜିନିଷ ବା ଇଲେକ୍ଟ୍ରିକାଲ ଜିନିଷ ମଧ୍ୟ କିଣିବା ଠିକ୍ ହୋଇଥାଏ। ଏହି ଦିନ ଲାଲ ବସ୍ତୁ, ପର୍ସ, କଇଁଚି, ଗହମ ଏବଂ ଆଖି ସହିତ ଜଡ଼ିତ ଜିନିଷ ଯେପରିକି ଚଷମା ଇତ୍ୟାଦି କିଣିବା ଶୁଭପ୍ରଦ ହୋଇଥାଏ। ମନେ ରଖନ୍ତୁ, ରବିବାର ଦିନ ଲୁହା ଜିନିଷ, ଫର୍ଣ୍ଣିଚର, ହାର୍ଡୱେର ଜିନିଷ, ସୋରିଷ ତେଲ, ଲୁଣ, ବଗିଚା ବା ଗାର୍ଡେନିଂ ଜିନିଷ, ଘର ତିଆରି ଜିନିଷ ଏବଂ ଗାଡ଼ି ଜିନିଷ କିଣିବା ଉଚିତ ହୋଇନଥାଏ ବା ଅଶୁଭ ଫଳପ୍ରଦ ହୋଇଥାଏ। ସୋମବାର ଦିନ ହେଉଛି ଚନ୍ଦ୍ରଗ୍ରହଙ୍କର ବାର। ଏହି ଦିନ ଚାଉଳ, କ୍ଷୀର ବା କ୍ଷୀର ତିଆରି ମିଠା, ଜଳ ସହିତ ଜଡ଼ିତ ଜିନିଷ ଯେମିତିକି ଆକ୍ୱାରିୟମ, ରୂପା ଧାତୁ, କପଡ଼ା ଇତ୍ୟାଦି କିଣିବା ଶୁଭପ୍ରଦ ହୋଇଥାଏ ଏବଂ ଶସ୍ୟ, କଳା ସମ୍ବନ୍ଧିତ ବା ଆର୍ଟ ସମ୍ବନ୍ଧିତ ବସ୍ତୁ, ଖାତା, ବହି, ବିଦ୍ୟା ସରଞ୍ଜାମ, ଖେଳ ସରଞ୍ଜାମ, ଗାଡ଼ି, ଇଲେକ୍ଟ୍ରୋନିକ୍ ଜିନିଷ, ଗ୍ୟାସ୍ ଚୁଲା, ଲାଇଟର ଏସବୁ କିଣିବା ଅଶୁଭପ୍ରଦ ହୋଇଥାଏ। ମଙ୍ଗଳବାର ମଙ୍ଗଳ ଗ୍ରହଙ୍କ ସହିତ ଜଡ଼ିତ। ଏହି ଦିନ ଭୂସମ୍ପତ୍ତି, ଲାଲ ରଙ୍ଗର ବସ୍ତୁ, ରୋଷେଇ ଜିନିଷ, ଇଲେକ୍ଟ୍ରୋନିକ୍ ଜିନିଷ, ଗ୍ୟାସ୍ ଚୁଲା, ସିନ୍ଦୁର, ଚାମେଲି ତେଲ ଇତ୍ୟାଦି କିଣିବା ଉଚିତ ହୋଇଥାଏ ଏବଂ ଜଳ ସମ୍ବନ୍ଧିତ ଜିନିଷ ଯେମିତିକି ପାଣି ଟାଙ୍କି, ଫିଲ୍ଟର, ଆକ୍ୱାରିୟମ ତଥା ଗଙ୍ଗା ଜଳ ମଧ୍ୟ କିଣିବା ଉଚିତ ହୋଇନଥାଏ। ବୁଧବାର ବୁଧ ଗ୍ରହଙ୍କ ସହିତ ଜଡ଼ିତ। ଏହି ଦିନ ବିଦ୍ୟା ସହିତ ସମ୍ବନ୍ଧିତ, କଳା ସହିତ ସମ୍ବନ୍ଧିତ ବସ୍ତୁ, ଖେଳ ସରଞ୍ଜାମ, ଷ୍ଟେସନାରୀ ଇତ୍ୟାଦି କିଣିବା ଠିକ୍ ହୋଇଥାଏ। ବୁଧବାର ହେଉଛନ୍ତି ଗଣେଶଙ୍କର ବାର, ତେଣୁ ଶ୍ରୀ ଗଣେଶଙ୍କ ପୂଜା ପାଇଁ ହଳଦିଆ ବସ୍ତ୍ର, ବ୍ରତ, ମୁକୁଟ ଇତ୍ୟାଦି ସଂଗ୍ରହ କରିବା ମଧ୍ୟ ଶୁଭପ୍ରଦ ଅଟେ। ବୁଧବାର ଦିନ ବାସନକୁସନ, ଚାଉଳ, ଔଷଧ, ଗ୍ୟାସ୍ ଚୁଲା ବା ଗ୍ୟାସ୍ ଟାଙ୍କି ଏବଂ ଧାରୁଆ ଜିନିଷ ଇତ୍ୟାଦି କିଣିବା ଠିକ୍ ହୋଇନଥାଏ। ସେହିପରି ଗୁରୁବାର ବୃହସ୍ପତିଙ୍କ ସହିତ ସମ୍ବନ୍ଧିତ। ଏହି ଦିନ ଆପଣମାନେ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଏବଂ ସମ୍ପତ୍ତି, ଭୂସମ୍ପତ୍ତି, ଫ୍ଲାଟ୍ ଇତ୍ୟାଦି କିଣିବା ଶୁଭପ୍ରଦ ଅଟେ। ଗୁରୁବାର ଦିନ ଖଟା ଜିନିଷ, କଳା ବା ନୀଳ ରଙ୍ଗର କପଡ଼ା ତଥା କଳା ରାଶି କିଣିବା ଉଚିତ ହୋଇନଥାଏ। ଶୁକ୍ରବାର ଶୁକ୍ର ଗ୍ରହଙ୍କ ସହିତ ସମ୍ବନ୍ଧିତ, ତେଣୁ ଶୁକ୍ରବାର ଦିନ ଆପଣ ଯେକୌଣସି ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ, ଘର ବା ଅଫିସ ସଜାଇବା ଜିନିଷ, ବିଳାସ ବ୍ୟସନ ସାମଗ୍ରୀ, ପର୍ସ, ବେଲ୍ଟ, ଚପଲ ବା ଜୋତା ଇତ୍ୟାଦି କିଣିବା ଶୁଭପ୍ରଦ ହୋଇଥାଏ ଏବଂ ଏହି ଦିନ କୌଣସି ପ୍ରକାରର ସମ୍ପତ୍ତି ବା ପ୍ରପର୍ଟି, ଲ୍ୟାଣ୍ଡ, ଇଲେକ୍ଟ୍ରୋନିକ୍ ଜିନିଷ, ରୋଷେଇ ଜିନିଷ ବା ପୂଜା ସାମଗ୍ରୀ ବା ଜିନିଷ କିଣନ୍ତୁ ନାହିଁ। ଶନିବାର ଦିନ ଯଥା ସମ୍ଭବ କମ ଜିନିଷ କିଣିବା ପାଇଁ ଚେଷ୍ଟା କରନ୍ତୁ। ଏହି ଦିନଟି ଶନି ଗ୍ରହଙ୍କ ସହିତ ସମ୍ବନ୍ଧିତ। ଶନିବାର ଦିନ ଝାଡ଼ୁ କିଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ହୋଇଥାଏ ଏବଂ ଶନି ଗ୍ରହଙ୍କର ଯଦି କିଛି କୁପ୍ରଭାବ ଅଛି ତାହା କମ ହୋଇଥାଏ। ଏହି ଦିନ ଆପଣ ଲୁହା, ଶସ୍ୟ ଦ୍ରବ୍ୟ, ମସଲା ଦ୍ରବ୍ୟ, ପର୍ସ, ଲାଲ ବସ୍ତୁ, ସମ୍ପତ୍ତି, ଆଲମାରୀ, ଧାରୁଆ ବସ୍ତ୍ର, ଗ୍ରାଇଣ୍ଡର, ଚପଲ ବା ଜୋତା, ଲୁଣ, ଗାଡ଼ି, ଇଲେକ୍ଟ୍ରୋନିକ୍ସ ଜିନିଷ ଇତ୍ୟାଦି ସାମଗ୍ରୀ କିଣିବାରୁ ନିବୃତ୍ତ ରୁହନ୍ତୁ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ। ଯଦି ଆପଣମାନେ ଅନଲାଇନ୍ କୌଣସି ଜିନିଷ ମଗାଉଛନ୍ତି, ତାହେଲେ ଯେଉଁ ଦିନ ପେମେଣ୍ଟ କରୁଛନ୍ତି ସେହି ଦିନ କିଣିଛନ୍ତି ବୋଲି ହିସାବ କରାଯାଏ। ଯଦି ଆପଣମାନେ କ୍ୟାସ୍ ଅନ୍ ଡେଲିଭରି ଅପସନ୍ ଦେଇଛନ୍ତି, ଘରେ ଯେଉଁ ଦିନ ରିସିଭ୍ କରି ପେମେଣ୍ଟ କରୁଛନ୍ତି
ସେହିଦିନ କିଣିବା ଧରାଯାଏ। ସେହିପରି ଯଦି କୌଣସି ସାମଗ୍ରୀ ଘରେ ସରିଯାଇଛି ଏବଂ ତାହା ନିହାତି ଆବଶ୍ୟକ, ଯେମିତିକି ସାଧାରଣତଃ ରୋଷେଇ ସାମଗ୍ରୀ, ତେଲ, ଲୁଣ, ଅଟା ଇତ୍ୟାଦି, ତାହେଲେ ଆପଣ ଯେକୌଣସି ଦିନ କିଣିବାକୁ ବାଧ୍ୟ ହେବେ। ଅକାଳେ ନିୟମ ନାସ୍ତି ଦୃଷ୍ଟିରୁ ସେହି ଦିନଟି ଧରାଯାଏ ନାହିଁ।